ଅସହାୟ ପରିବାରଙ୍କ ଶବ ସତ୍କାର ସହ ଶୁଦ୍ଧିକ୍ରିୟା ସହାୟତା କଲା ଭରସା ପରିବାର। ପାଟଣା କେଉଁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଦିନ ମଜୁରିଆ ରଜନୀ ମହାରଣାଙ୍କ ସ୍ୱାମୀ ବଇଁଶୀମ ମହାରଣା ହଠାତ୍ ଦେହ ଖରାପ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବଇଁଶୀମଙ୍କ ମୃତଦେହ ଘରେ ପଡ଼ି ରହିଥିଲା ବେଳେ ସ୍ଥାନୀୟ ଲୋକମାନେ ଶବ ସତ୍କାର କିପରି କରିବେ ତାହା ଚିନ୍ତାରେ ଥିଲାବେଳେ ସ୍ଥାନୀୟ ଲୋକମାନେ ଶବ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ ସହାୟତା ପାଇଁ ଭରସା ପରିବାରକୁ ଖବର ଦେଇଥିଲେ। ଖବର ପାଇ ରାଜ୍ୟ ସଭାପତି ପ୍ରତାପ କୁମାର ରାୟଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକର ସୁମନ୍ତ କୁମାର ବାରିକ ଓ ସଦସ୍ୟ ଶବ ସତ୍କାର କରାଇଥିଲେ। ଶୁଦ୍ଧିକ୍ରିୟା ସହାୟତାରେ ସାଧାରଣ ସମ୍ପାଦକ ବେଣୁଧର ମାହନ୍ତ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ମାହନ୍ତ, ପାଟଣା ବ୍ଲକ ସଭାପତି ସୁମନ୍ତ କୁମାର ବାରିକ, ପାଟଣା ବ୍ଲକ ସଭାନେତ୍ରୀ ସ୍ନେହଲତା ନାୟକ, ସାଧାରଣ ସମ୍ପାଦକ ବାପୁନ କୁମାର ମାହନ୍ତ, ଅନିଲ କୁମାର ବେହେରା, ମିଡିଆ ସେଲ୍ ଦଶରଥ ବାରିକ ଉପସ୍ଥିତ ରହି ଆଜି ଅସହାୟଙ୍କ ପରିବାରଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ସେଠାରେ ଥିବା ଗ୍ରାମବାସୀମାନେ ଭରସା ପରିବାରକୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ। କୁମାର ବାରିକ ଜଣେ ଭରସା ପରିବାର ସଭାପତି। ମୁଁ କିଛି ଦିନ ତଳେ ଜଣେ ଆମ ମଙ୍ଗଳପୁର ଗ୍ରାମର ବୈଷ୍ଣବ ମହାରଣା ଯିଏକି ମୃତ୍ୟୁବରଣ କରିଥିଲେ, ତାଙ୍କର ମୃତ ଯେତେବେଳେ ଏଠି ଶବ ସଂସ୍କାର କରିବା ପାଇଁ ମୁଁ ଆସିଥିଲି, ଆଉ ଆସିବା ଭିତରେ ତାଙ୍କ ଘରର ପରିସ୍ଥିତି ଆଉ ତାଙ୍କ ଘରର ଚଳଣି ଦେଖି ଆମକୁ ଭରସା ପରିବାର ସଦସ୍ୟ ଭାବେ କିଛି ନିଜକୁ ଟିକେ କିଛି ଅଲଗା ପ୍ରକାର ଫିଲ୍ ହେଲା। ସେଇଥିପାଇଁ ତାଙ୍କୁ ସହଯୋଗ କରିବା ପାଇଁ ଆମେ ହାତ ବଢ଼େଇଥିଲୁ। ଆଜି 10 ଦିନ, ସେଥିପାଇଁ ଆମେ ତାଙ୍କୁ କିଛି ସାମଗ୍ରୀ, ରାସନ ସାମଗ୍ରୀ, ତେଲ, ଲୁଣ ଇତ୍ୟାଦି, ଆଳୁ, ଡାଲି, ଶୁଖିଲା ଖାଦ୍ୟ ନେଇକି ବସ୍ତ୍ର, ତାଙ୍କ ପାଇଁ ବସ୍ତ୍ର ନେଇକି ଆମେ ପହଞ୍ଚିଛୁ। ଭରସା ପରିବାର ସଦସ୍ୟମାନଙ୍କୁ ବହୁତ ବହୁତ ଧନ୍ୟବାଦ କି ଏଇ ସହଯୋଗରେ ହାତ ବଢ଼େଇଛନ୍ତି। ଆଉ ମୁଁ ଭରସା ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବି। ଆଉ ନୂତନ ଯୁବପିଢ଼ିମାନଙ୍କୁ ଆହ୍ୱାନ ଦେବି କି ଆମର ଏଇ ଭରସା ପରିବାରକୁ ଆସନ୍ତୁ, ଆଉ କିଛି କିଛି ସାହାଯ୍ୟ କରନ୍ତୁ, ଏଇଭଳିଆ କାମରେ ସହଯୋଗ କରନ୍ତୁ। ଏତିକି କହି ମୋର କେଉଁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।